ସମସ୍ତଙ୍କୁ ସ୍ୱାଗତ ପୁଣି ଗୋଟେ ନୂଆ କ୍ଲାସ୍ ପାଇଁ। ତାହେଲେ ଆଜି ଆମେ ଆଲୋଚନା କରିବା ଆମର ରଙ୍ଗମଞ୍ଚ ସମ୍ପର୍କରେ, କାରଣ ଏକ୍ଜାମ୍ରେ ରଙ୍ଗମଞ୍ଚକୁ ନେଇକି ପ୍ରକାଶିତ ହେଉଛି କେଉଁ ରଙ୍ଗମଞ୍ଚ କେଉଁଠି ପ୍ରତିଷ୍ଠିତ କରାଯାଇଥିଲା, ସେ ରଙ୍ଗମଞ୍ଚରେ କେଉଁ ନାଟକ ଗୁଡ଼ିକ ଅଭିନୀତ କରାଯାଇଥିଲା। ତାହେଲେ ସେ ସମ୍ପର୍କରେ ଆମେ ଆଜି ଆଲୋଚନା କରିବା। ତା ପୂର୍ବରୁ ମୁଁ କହି ରଖୁଛି କି ଯଦି ତୁମେ CPT, SSB, PGT, OPC PGT କି OGC ନେଟ୍ କ୍ଲାସ୍ କରିବା ପାଇଁ ଚାହୁଁଛ, ତାହେଲେ ଆମର ନମ୍ବରରେ କଣ୍ଟାକ୍ଟ କରି କ୍ଲାସ୍ କରିପାରିବେ। ଲାଇଭ୍ କ୍ଲାସ୍ ସମ୍ପୂର୍ଣ୍ଣ ଭାବରେ ଥିଓରି କ୍ଲାସ୍, ପୁରା କୋର୍ସ କମ୍ପ୍ଲିଟ୍ ହେଲା ପର୍ଯ୍ୟନ୍ତ କ୍ଲାସ୍ ତୁମ ଚାଲିବ। ଓକେ, ତାହେଲେ ଆଜି ଆମେ ଆଲୋଚନା କରିବା ଓଡ଼ିଶା ରଙ୍ଗମଞ୍ଚ। ଓକେ, ଗଞ୍ଜାମ ବ୍ରହ୍ମପୁରରେ ଶ୍ରୀ ସାରଥୀ ସାହୁ 1928 ମସିହାରେ ବ୍ରହ୍ମପୁରରେ ଓଡ଼ିଶା ନାଟ୍ୟ ମନ୍ଦିର ନାମରେ ଗୋଟିଏ ପେଶାଦାର ଥିଏଟର କ'ଣ କରିଥିଲେ? ଦଳ ଆରମ୍ଭ କରିଥିଲେ। ଓକେ, ପୁରୀ ଜିଲ୍ଲାରେ ବଲାଙ୍ଗୀରରେ ସ୍ୱର୍ଗୀୟ ବନମାଳୀ ପତି ରାଧାକୃଷ୍ଣ ଥିଏଟର ନାମରେ ଗୋଟିଏ ପେଶାଦାର ଥିଏଟର ମଧ୍ୟ ଦଳ ଗଠନ କରିଥିଲେ। ସୁଜନୀ ନାଟ୍ୟ ସଂସ୍ଥା 1964ରେ ସୁଜନୀ ଓଡ଼ିଶାର ଏକ ନବସଂଗଠିତ ସୌଖୀନ ନାଟ୍ୟ ସଂସ୍ଥା, ଯାହାକି 1964 ମସିହାରେ ଏହାର ଜନ୍ମ ହୋଇଥିଲା। ମନୋରଞ୍ଜନ ଦାସଙ୍କର ସାଗର ମନ୍ଥନ ନାଟକ, ବନହଂସୀ, ଅମୃତସ୍ୟ ପୁତ୍ର ପ୍ରଭୃତି ନାଟକ ଗୁଡ଼ିକ ଏହି ସୁଜନୀ ନାଟ୍ୟ ସଂସ୍ଥାରେ ଅଭିନୀତ କରାଯାଇଥିଲା। ଏହା ସହିତ ବିଶ୍ୱଜିତ ଦାସଙ୍କର ପ୍ରତାପଗଡ଼ର 2 ଦିନ ମଧ୍ୟ ନାଟକଟି ଏହି ସୁଜନୀ ନାଟ୍ୟ ସଂସ୍ଥାରେ ଅଭିନୀତ କରାଯାଇଥିଲା। ତାପରେ ହେଉଛି ସଂକେତ ନାଟ୍ୟ ସଂସ୍ଥା। ଏହାର ସ୍ଥାନ ହେଉଛି ଭୁବନେଶ୍ୱର। ଏହାର ପ୍ରତିଷ୍ଠା କିଏ କରିଥିଲେ? ବିଶ୍ୱଜିତ ଦାସ। ଏବଂ ଆମେ ଦେଖିବା ପାଇବା କି ମୃଗୟା ନାଟକ ମଧ୍ୟ ଏ ସଂକେତ ନାଟ୍ୟ ସଂସ୍ଥାରେ କ'ଣ ହୋଇଥିଲା? ପ୍ରକାଶିତ ହୋଇଥିଲା। ତାପରେ ହେଉଛି ମ୍ୟାଗ୍ନେଟିକ୍ ଥିଏଟର। ଏହାର ସ୍ଥାପନା ହୋଇଥିଲା 1894ରୁ 1897 ମଧ୍ୟରେ। ପ୍ରତିଷ୍ଠାତା ହେଉଛନ୍ତି ସତୀଶ ଚନ୍ଦ୍ର ସରକାର। ସ୍ଥାନ ହେଉଛି କଟକ। ଏଥିରେ ଯେଉଁ ନାଟକ ଗୁଡ଼ିକ ଅଭିନୀତ ହୋଇଛି ଧ୍ରୁବ, ପ୍ରହ୍ଲାଦ, ହରିଶ୍ଚନ୍ଦ୍ର, ସିନ୍ଧୁବଧ, ନରମେଧ ଯଜ୍ଞ ଏବଂ ଅଭିମନ୍ୟୁ ବଧ ପରି ନାଟକ ଗୁଡ଼ିକ ଏଠିରେ ଅଭିନୀତ ହୋଇଛି। ତାପରେ ହେଉଛି ବୀଣାପାଣି ଥିଏଟର। ମସିହା ହେଉଛି 1898ରୁ 1907 ମସିହା ମଧ୍ୟରେ। ଏହାର ସ୍ଥାନ ହେଉଛି କଟକ। ଓକେ, ତାହେଲେ ପ୍ରତିଷ୍ଠାତା ହେଉଛନ୍ତି ଉଦ୍ୟୋକ୍ତା ହେଉଛନ୍ତି ଛାତ୍ରବାବୁ। ତେଣୁ ଏହି ବୀଣାପାଣି ଥିଏଟରରେ ଦୀନବନ୍ଧୁ ସାଠିଆ ମଞ୍ଚରେ ହାସ୍ୟରସ ପରିବେଷଣ କରୁଥିଲେ ଏବଂ ଏଠିରେ ଦୁର୍ଯ୍ୟୋଧନର ଉରୁଭଙ୍ଗ, ମେଘନାଦ ବଧ ନାଟକ ଅଭିନୀତ କରାଯାଉଥିଲା। ନେକ୍ସଟ ହେଉଛି ଓଡ଼ିଶା ଥିଏଟର୍ସ। 1929 ମସିହାରୁ କାଳୀଚରଣ ପଟ୍ଟନାୟକ ଗୋଟିଏ ରାସ ପାର୍ଟି ଗଠନ କରିଥିଲେ। ସାକ୍ଷୀଗୋପାଳ ନାଟ୍ୟସଂଘ ନାମ ଦେଇଥିଲେ। ସେହି ଦଳ ଥିଲା ଭ୍ରାମ୍ୟମାଣ ବ୍ୟବସାୟିକ ଦଳ। ଓଡ଼ିଶା ସାରା ବୁଲି ରାସରସର ପରିବେଷଣ କରୁଥିଲା ଏହି ଦଳ। ତେଣୁ ରାସ ନାଟକକୁ ଛାଡ଼ି କାଳୀଚରଣ ସାକ୍ଷୀଗୋପାଳ ନାଟ୍ୟସଂଘ ଦ୍ୱାରା ତାଙ୍କର ପ୍ରତିଶୋଧ ଓ ଆହୁତି ନାମକ ସାମାଜିକ ନାଟକ ଦୁଇଟିର ମଞ୍ଚାୟନ କରାଇଥିଲେ ଏବଂ ବାଙ୍କ ବଜାର ମଞ୍ଚରେ। 1939 ମସିହାରେ ପ୍ରତିଷ୍ଠିତ ହେଲା ଓଡ଼ିଶା ଥିଏଟର୍ସ। ଶ୍ରୀରାମଚନ୍ଦ୍ର ଭବନର ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ପାଇଁ ତୋଳାଯାଇଥିବା ଏହି ଅସ୍ଥାୟୀ ମଣ୍ଡପରେ ପ୍ରଥମେ ମଞ୍ଚସ୍ଥ ହୋଇଥିଲା ଓଡ଼ିଶା ଥିଏଟରର ପ୍ରଥମ ସାମାଜିକ ନାଟକ ଗାର୍ଲସ ସ୍କୁଲ। ଏଠିରେ ଆମେ ଦେଖିବା ପାଇବା ଭାତ, ପରିବର୍ତ୍ତନ, ଆହୁତି, ଚୁମ୍ବନ, ଚକ୍ରୀ, ଜୟଦେବ, ବନମାଳା, ଅତିବଡ଼ି ଜଗନ୍ନାଥ ଦାସ, ରକ୍ତମାଟି, ଦଶଭୁଜା, କମଳା, ହରଣ ଚାଲ, ଫଟା ଭୂଇଁ ଗୋଟେ ଶେଷ ନାଟକ ମଞ୍ଚ ପାଇଁ ଥିଲା। ତେଣୁ ଏହିସବୁ ଗୁଡ଼ିକ ମଞ୍ଚସ୍ଥ ହୋଇଥିଲା ଏବଂ ନବକୁମାର ଦାସଙ୍କର ରଚିତ ହା ଅନ୍ନ, କାହ୍ନୁଚରଣଙ୍କର ଯେଉଁ ରଚିତ ଉପନ୍ୟାସର ନାଟ୍ୟ ରୂପ ମଧ୍ୟ ଏଠିରେ ମଞ୍ଚସ୍ଥ ହୋଇଥିଲା। ମନୋରଞ୍ଜନ ଦାସଙ୍କ ରଚିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ନାଟକ ମଧ୍ୟ ଏହି ମଞ୍ଚରେ ଏହି ଓଡ଼ିଶା ଥିଏଟରରେ ମଞ୍ଚସ୍ଥ ହୋଇଥିଲା। ତାପରେ ଦେଖିବା ଆମର ଭାରତୀ ଥିଏଟର୍ସ। କଟକର ମାଣିକ ଘୋଷ ବଜାରରେ ଗୋଟିଏ ଖୋଲା ପଡ଼ିଆରେ ଚଳିତ ଶତକର ଚତୁର୍ଥ ଦଶକରେ ଗୋଟିଏ ବ୍ୟବସାୟିକ ରଙ୍ଗମଞ୍ଚ ପ୍ରତିଷ୍ଠା ହୋଇଥିଲା। ତେଣୁ ପ୍ରକାଶିତ ପ୍ରଥମ ନାଟକ ହେଉଛି ସିନ୍ଦୁର ଟୋପା। ତେଣୁ ବଙ୍ଗଳାର ସିନ୍ଥିର ସୁନ୍ଦର ନାଟକର ଅନୁବାଦ ଥିଲା। ରାମଚନ୍ଦ୍ର ମିଶ୍ରଙ୍କର ଅଭିମାନ ହେଉଛି ଏହି ମଞ୍ଚର ଦ୍ୱିତୀୟ ନାଟକ। କେଉଁଟା? ଯେ ଭାରତୀ ଥିଏଟର୍ସର। ଏହି ନାଟକଟି ବଙ୍ଗଳାର ଔପନ୍ୟାସିକ ଶରତଚନ୍ଦ୍ରଙ୍କର ଦେବଦାସ ଉପନ୍ୟାସର ଛାୟାରେ ରଚିତ ହୋଇଛି। ଭାରତୀ ମଞ୍ଚରେ ଅନ୍ୟ ଏକ ଅନୁବାଦ ନାଟକ ହେଉଛି ଭ୍ରାନ୍ତି, ଯେଉଁଟା ଗିରିଶ
ଘୋଷଙ୍କର ରଚିତ କ୍ଲାସିକ୍ରେ 1902ରେ ମଞ୍ଚସ୍ଥ। ତେଣୁ ଗୋପାଳ ଛୋଟରାୟଙ୍କର ପୁରସ୍କୃତ ନାଟକ ସହଧର୍ମିଣୀ ହେଉଛି ଏହି ମଞ୍ଚରେ ଶେଷ ନାଟକ ଅଟେ। ତେଣୁ ଭାରତୀ ମଞ୍ଚ ଅଭିନୟ ପ୍ରଦର୍ଶନ କରିବାକୁ ଆରମ୍ଭ କରିଥିଲା ପ୍ରଥମେ ଏକ ସୌଖୀନ ଦଳ ଭାବରେ ଏବଂ ମାତ୍ର ପରେ ଏହା ହୋଇଗଲା ଏକ ବ୍ୟବସାୟିକ ଦଳ। ଓକେ। ତାହେଲେ ଏଠିରେ ଯେଉଁ ନାଟକ ଗୁଡ଼ିକ ମଞ୍ଚସ୍ଥ ହୋଇଥିଲା ରାମଚନ୍ଦ୍ର ମିଶ୍ରଙ୍କ ନାଟକ ଗୁଡ଼ିକ ମ୍ୟାନେଜର, ଘର ସଂସାର, ସାଇ ପଡ଼ିଶା, ଭାଇ ଭାଉଜ, ମଉଡ଼ମଣି, ସେବିକା, ମମତା, ଚାବୁକ, ପୁଆଣୀ ଘର, ପରପୁରୁଷ ଏବଂ ନରୋତ୍ତମ ଦାସ କୁଏ। ଏହି ନାଟକ ଗୁଡ଼ିକ ତାଙ୍କର ଏଇଟାରେ ଅଭିନୀତ କରାଯାଇଥିଲା। ଏହା ସହିତ ଗୋପାଳ ଛୋଟରାୟଙ୍କର ଏହି ଭାରତୀ ଥିଏଟର୍ସରେ ସହଧର୍ମିଣୀର ଅନୁବାଦ ସିନ୍ଥିର ସୁନ୍ଦର ନାଟକଟି ମଧ୍ୟ ଅଭିନୀତ କରାଯାଇଥିଲା। ତାହେଲେ ଏଇଗୁଡ଼ିକ ହେଉଛି ତୁମ ରଙ୍ଗମଞ୍ଚରେ ଆମେ ଦେଖିବାକୁ ପାଇପାରିବା। ଏଇଭଳି ଭାବରେ ସମସ୍ତେ ନୋଟ୍ ବନେଇବ ଏବଂ ତୁମର ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରିବ। ହେଲା ଯଦି ସମ୍ପୂର୍ଣ୍ଣ ଭାବରେ ପ୍ରିପାରେସନ୍ କରିବାକୁ ଚାହୁଁଛ ତାହେଲେ ଆମ ସହିତ କଣ୍ଟାକ୍ଟ କରନ୍ତୁ ଏବଂ ଆମ କ୍ଲାସ୍ରେ ଜଏନିଂ କରନ୍ତୁ। ଥ୍ୟାଙ୍କ ୟୁ ଫର୍ କ୍ଲାସ୍ ଏବଂ ସମସ୍ତେ ଗ୍ରୁପ୍ରେ ସବସ୍କ୍ରାଇବ୍ ମଧ୍ୟ କରିଦେବ। ହେଲା ଯେମିତି ଯାହା ବି ଭିଡ଼ିଓ ତିଆରି ହେବ ପ୍ରଥମେ ଆମେ ଦେଖିପାରିବ। ଓକେ।